এটা ସବୁ ତରକାରୀ ଅଲଗା ଆଣିଛ ନା? ବର୍ତ୍ତମାନ ଏଠି ଆମର ଖାଇବା ଆରମ୍ଭ ହେଲା। ଏଇଟା ପୁରା ଦେଖନ୍ତୁ ପୁରା ଘଞ୍ଚ ଜଙ୍ଗଲ। ଆମର ଭାଇ ଆମର ଅଛନ୍ତି ସାଙ୍ଗରେ ଖାଇବା ଆରମ୍ଭ ହେଲା। ତେଣୁ ଚାଲନ୍ତୁ ଖାଇବାଟା ଆରମ୍ଭ କରିବା ତାପରେ ଯିବା ଗୁପ୍ତେଶ୍ୱର। ଏଇଟା ସବୁ ଗୋଟେ ରୋଷେଇ ଆସିଛି ନା? ନାଇଁ ଯିଏ ଆଇଁଷ ଖାଇବ ସେ ମନ୍ଦିରରେ ଯାଉ ନାହିଁ। ଖାଇବନି। ହ୍ୟାଲୋ ଫ୍ରେଣ୍ଡସ୍, ମୋର ଖାଇବା ସରିଲା। ବର୍ତ୍ତମାନ ଗୁପ୍ତେଶ୍ୱର ବାହାରିଲି। ଆକାଶରେ ଟିକେ ଟିକେ ମେଘ ବି ମୋ ସାଙ୍ଗେ ଆସିଲାଣି। ଯେତେ ଶୀଘ୍ର ପହଞ୍ଚିବି ଗୁପ୍ତେଶ୍ୱରରେ ପହଞ୍ଚି ଆପଣମାନଙ୍କୁ ସେ ଜାଗାର ପରିବେଶ ସହିତ କଣ କଣ ସେଠି ସବୁ ଅଛି ମୁଁ ଦେଖିବା ପାଇଁ ଚେଷ୍ଟା କରିବି। ସେ ପର୍ଯ୍ୟନ୍ତ ଆପଣମାନେ ଭିଡ଼ିଓ ଟିକି ଦେଖିବା ପାଇଁ ଚେଷ୍ଟା କରନ୍ତୁ। ତେଣୁ ଚାଲନ୍ତୁ ଯିବା ଗୁପ୍ତେଶ୍ୱର। ବର୍ତ୍ତମାନ ଗୁପ୍ତେଶ୍ୱର ପାଖାପାଖି ଆମେ ପହଞ୍ଚିଗଲୁ। ବର୍ଷା ବି ହେଇଯାଉଥିବ। ବାଟରେ ଆସିବା ସମୟରେ ସାଙ୍ଗେ ସାଙ୍ଗେ ପ୍ରବଳ ବର୍ଷା ହେଇଗଲା। ଏଠି କଣ କରାଯାଏ, ବର୍ଷା ଛାଡ଼ିଲେ ଯାଇ ଭିତରକୁ ଯିବାକୁ ପଡ଼ିବ। ଖରା ହେଲାଣି ହ୍ୟାଲୋ ଫ୍ରେଣ୍ଡସ୍, ଗୁପ୍ତେଶ୍ୱର ଆସିଥିଲି। ଆଉ ବର୍ତ୍ତମାନ ଗୁପ୍ତେଶ୍ୱରରେ ବହୁତ ଜୋରରେ ବର୍ଷା ହଉଛି। ଦେଖୁନାହାନ୍ତି ଗୋଟେ ଜାଗାରେ ଯୋଉ ହୋଟେଲ ଅଛି ହରିହର ହୋଟେଲ ତା ଭିତରେ ମାନେ ଟିକେ ସମୟ ପାଇଁ ଛିଡା ହେଇଗଲୁ। ଆଉ ଗାଡି ଭିତରେ କେତେ ସମୟ ଭାଇ ଆଉ ଛିଡା ହେଇକି ରହିହବ? ବସିକି ରହିହବନି, ଗରମ ଲାଗିଲା। ବର୍ତ୍ତମାନ ଇଏ ହୋଟେଲ ଭିତରେ ମଧ୍ୟ ଗାଈ ଅଛନ୍ତି। ଆଉ କିଛି ଲୋକ ମଧ୍ୟ ଏଠୁ ଯାତ୍ରୀ ମାନେ ବସିଛନ୍ତି। ଏଇ ହୋଟେଲ ଟା ଯାହା ହଉ ଗୋଟେ ପ୍ରକାର ଟିକେ ସାହାଯ୍ୟ ହଉଛି ଲୋକମାନଙ୍କୁ। ଆଉ ଏଠି ବହୁତ ବଢିଆ ଯେତିକି ଜାଗା ମାନେ ଯେତିକି ଭଲ ଲାଗୁଛି ଏଠି ଜଳବାୟୁରେ ହଠାତ୍ ବର୍ଷା ହେଇଯିବ ଆଉ କିଛି ଜଣା ପଡିବନି। ଏଠି ହଠାତ୍ ବର୍ଷା ହେଇଗଲା ପରେ ତମକୁ ଅପେକ୍ଷା କରିବାକୁ ପଡିବ, କେତେବେଳେ ବର୍ଷା ଛାଡିବ ତାର ଠିକଣା ନାହିଁ। ଆଉ ଲୋକମାନେ ସବୁ ଏଠି ବସିଛନ୍ତି। ବର୍ତ୍ତମାନ ଏଠି ଯେତିକି ମାନେ ସମୟ ହେଲା ମୁଁ ଅପେକ୍ଷା କଲେଣି ପାଖାପାଖି 20 ମିନିଟ୍ ହବ। ବର୍ଷା ହଉଛି ଆଉ ଯାଇ ହଉନି ଗୁପ୍ତେଶ୍ୱର ମନ୍ଦିରକୁ। ଏଇଟା ପ୍ରବଳ ବର୍ଷା ସହିତ ଝିପିଝିପି ମାରୁଥିଲା, ତାପରେ ବର୍ଷା ପୁଣି କମି ଯାଉଛି। ହ୍ୟାଲୋ ଫ୍ରେଣ୍ଡସ୍, ବର୍ତ୍ତମାନ ବର୍ଷା ଛାଡିଲା। ଆଉ ଗୁପ୍ତେଶ୍ୱର ମନ୍ଦିର ପାଖକୁ ମୁଁ ବାହାରିଲି। ଗୁପ୍ତେଶ୍ୱର ଭିତରକୁ ତ ଛାଡିବେନି, ଭିଡିଓ ଫଟୋ ଆଲାଉ କରିବେନି। ତେଣୁ ଯାହାବି ବାହାରେ ଯୋଉ ପରିବେଶ ଗୁଡା ଅଛି ଆପଣ ମାନଙ୍କୁ ଦେଖିବା ପାଇଁ ଚେଷ୍ଟା କରିବି। ସାଇଡ ରେ ସବୁ ଦୋକାନ ସବୁ ଅଛି। ଖଟ ମାଳି ଇତ୍ୟାଦି ଇତ୍ୟାଦି ସବୁ ଦୋକାନ ଅଛି। ଆଜି ଦୋକାନ ଗୁଡା ସବୁ କିଛି ଦୋକାନ ବନ୍ଦ ଅଛି।
କିଛି ଦୋକାନ ଖୋଲା ଅଛି। ସେମିତି ଦେଖିବାକୁ ଗଲେ ବହୁତ ଦୋକାନ ମାନେ ବନ୍ଦ ବାନ୍ଦ ଅଛି ଏଠି ଚାଲିଛି। ବର୍ଷା ଟା ଏତେ ଜୋରେ ହେଇଗଲା ଯାହା ହଉ ମାନେ ପ୍ରବଳ ଗରମ ହଉଥିଲା ଏତେ ଜୋରେ ବର୍ଷା ହେଇଗଲା ଯେ ଆଉ ଜାଗା ଟିକେ ଯାହା ହଉ ଥଣ୍ଡା ହେଇଗଲା ବହୁତ ଦୋକାନ ବନ୍ଦ ଅଛି। ସାଇଡରେ ସବୁ ବାହାରେ ସବୁ ଯାତ୍ରୀ ସେମାନେ ସବୁ ବୁଲିକିରି ଗଲେଣି ସବୁ। ଦେଖିବା କଣ ଭାଇ ଆଗରେ ଆମର ଭାଇ ଆମର କଣ ଆଗରେ ବିକା ବିକି କରୁଛନ୍ତି। ଯାହା ଭାଇଙ୍କର ଏଠି କାଚ ଚୁଡ଼ି ଜିନିଷ ବିକ୍ରି ହଉଛି। ଆଉ ବର୍ତ୍ତମାନ ଅଫ୍ ସିଜିନ୍ ନାଇଁ କି ଭାଇ? କିଛି ବେପାର ପତ୍ର ନଥିବ ଯାହା ଆଚ୍ଛା ଆଚ୍ଛା ହଉ ହଉ ଯାହା ଚଳିବ ସେମିତି ଚଳିବା କିନ୍ତୁ ଆଉ ଜାଗର ଯୋଉ ଅନ୍ୟ ସମୟରେ ନାଇଁ। ଆପଣ ନିଜ ଗାଁ ଟା କୁଆଡେ? ଆମର ଏଇଠି ରାମଗିରି ପାଖରେ ତ ଆଉ କଣ ଯାହା ଭଲ ହେଲା ଏଠି ଆଉ ଚାଲିଛି କିନ୍ତୁ ଏବେ ସିଜିନ୍ ନାହିଁ। ଦିନକୁ କେତେ ବିକ୍ରି ହଉଛି କଣ? ସେମିତି କିଛି ନାହିଁ ଗ୍ୟାରେଣ୍ଟି ନାହିଁ। ଦେଖନ୍ତୁ ଦର୍ଶକ ବନ୍ଧୁ ଏ ଭାଇ ଆମର କେତେ ସୁନ୍ଦର ହେଇଛି ମାଳି ଆଉ ଇଏ ସବୁ ରଖିଛନ୍ତି ବ୍ୟାଗ ରଖିଛନ୍ତି। ଯାହା ହଉ ତମ ଭାଇ ଆମର କାହିଁ ବେକାର ବସିବ ଯାହା ଗୋଟେ ଛୋଟ ଚାଲନ୍ତୁ ଦର୍ଶକ ବନ୍ଧୁ ଆଗକୁ ଯିବା ଦେଖିବା ସେଠି କଣ ସବୁ ଅଛି। ଏଇଟା ଗୁପ୍ତେଶ୍ୱରର ମାନେ ଗୋଟେ ବଡ ତୀର୍ଥସ୍ଥଳୀ ବର୍ଷା ବି ଆସିଲାଣି ଆଉ ଏଠି ସବୁ କଣ ସବୁ ବିକ୍ରି କରୁଛନ୍ତି। କଣ ଭାଇ ସବୁ କଣ ଏଇ ସବୁ ପ୍ରସାଦ ଜିନିଷ ସବୁ? ଆଚ୍ଛା ଆଚ୍ଛା ଦେଖନ୍ତୁ ଦର୍ଶକ ବନ୍ଧୁ ହଁ ଏଇଟା ସେ ମାନେ ମନ୍ଦିରକୁ ଯିବା ପ୍ରସାଦ ଜିନିଷ ଦେଖନ୍ତୁ ଦର୍ଶକ ବନ୍ଧୁ ଏଠି ସବୁ ଏଠି ଖଜା ଲଡୁ ଫଡୁ ଇତ୍ୟାଦି ସବୁ ଅଛି। ଆଉ ବହୁତ ଜିନିଷ ବି ଏଠି ଶୁଖିଲା ଜିନିଷ ସବୁ ଖାଇବା ଜିନିଷ ସବୁ ଅଛି। ଯାହା ହଉ ଆଜି ବର୍ଷା ବି ହେଇଗଲା ବର୍ଷା ପାଗ ଯୋଗୁ ଟିକେ ବେପାର ମାନ୍ଦା ହେଇଯାଇଛି। ଆଉ ଇଏ କଣ ଭାଇ ଏଇଟା କଣ ଧରିଛ ଏଇଟା? ଏଇଟା ହାତରେ ଏଇଟା କଣ ଧରିଛ? ହଁ ସବୁ ମିଶିଛି ଆଁ ଓହୋ ଆଣ୍ଟି ଖଜା ଆଚ୍ଛା ଆଚ୍ଛା ଟିକେ ପାଖକୁ ଆଣ ଦେଖିବା। ଦର୍ଶକ ଦେଖନ୍ତୁ ଏଇ ଯୋଉ ଜିନିଷଟା ଆପଣ ଦେଖୁଛନ୍ତି ଏଇଟାକୁ ତାଙ୍କର ଏଇ ଲୋକାଲ ଭାଷାରେ କହିବେ ଆଣ୍ଟି ଖଜା ଆଣ୍ଟି ଖଜା ଆଣ୍ଟି ଖଜା ଲଡୁ। ଚାଲନ୍ତୁ ଆଗକୁ ଯିବା ଆହୁରି ବହୁତ ବହୁତ ଜାଗା ଅଛି ଦେଖିବା। ଦେଖନ୍ତୁ ଦର୍ଶକ ବନ୍ଧୁ କେତେ ମାନେ ଏଇଠି ସବୁ ଦୋକାନ ସବୁ ଫୁଲ ମାଳି ଚେନ୍ ଫଟୋ ଏସବୁ ଦୋକାନ ସବୁ ଅଛି। ବହୁତ ବହୁତ ବଢିଆ ଦୋକାନ ସବୁ ଏଠି ଅଛି। ଏଠି ଘଣ୍ଟା ଆଉ କଣ ସବୁ ରଖିଛନ୍ତି ସବୁ ଖେଳନା ପିଲାଙ୍କ ଖେଳନା ଜିନିଷ। ବର୍ତ୍ତମାନ ଅଫ ସିଜିନ ତ ବିକ୍ରି ନାହିଁ ନାଇଁ କି? ପୁରା ସିଜିନ ଟିକେ ସେମିତି ଆସିଲେ ଯାହା ହବ ନାଇଁ କି? ଓହୋ ବହୁତ ଦୋକାନ ଚେନ୍ ମାଳି ଏ ସବୁ ଅଛି। ଭାଇଙ୍କ ଦୋକାନ ଟିକେ ବୁଲିବା। ଯାହା ହଉ ଭାଇଙ୍କ ଦୋକାନରେ ବହୁତ ଜିନିଷ କଣ ବିକ୍ରି ହଉଛି ଆଉ କଣ ସବୁ ରଖିଛ ସବୁ ଏଇଟା ବର୍ତ୍ତମାନ ସିଜନ ଟାଇମ ରେ ବେଶୀ ବିକ୍ରି ହଉଛି ନାଇଁ କି? ଅନ୍ୟ ସମୟରେ ଟିକେ କମ ହେଇଯାଉଛି। ଆମ ନିଜ ଗାଁଟା ଏଇ ପାଖରେ ରାମଗିରି ଆମର ଲୋକାଲ ଲୋକ ଭାଇ ଆମର ଦେଖନ୍ତୁ ଭାଇ ଦର୍ଶକ ବନ୍ଧୁ ଏଠି ଆମର ଇଏ ଭାଇ ଆମର ରାମଗିରିର ଏ ଯାଉ ଆସିକି ଏଠି ଠାକୁରଙ୍କ ଗୁପ୍ତେଶ୍ଵରରେ ତାଙ୍କର ମାନେ ଯାହା ଠାକୁରଙ୍କ ପୂଜା ଜିନିଷ ଫଟୋ ଚେନ୍ ମାଳି ଆଉ ରଖିଛନ୍ତି। ଆଉ ସିଜନ ଟାଇମ ରେ ଏ ସବୁ ଜିନିଷ ବହୁତ ବିକ୍ରି ହଉଛି। ଆଉ ଅନ୍ୟ ସମୟରେ ଯାହା ଯେମିତି ଯେ ମାନେ ଯୋଉମାନେ ଭକ୍ତ ଆସୁଛନ୍ତି ଯାତ୍ରୀ ଆସୁଛନ୍ତି ବାହାରୁ କିଏ କେମିତି ଚାଲିଛି। ଏଇଟା ହଉଛି ଆମର ଗୁପ୍ତେଶ୍ଵରର ଇଏ ବହୁତ ଭିତରେ ଇଣ୍ଟେରିୟର ଆଗରୁ ଏଇଟା ଏତେ ସୁବିଧା ନଥିଲା ଏବେ ଯାହା ହଉ ବହୁତ ସୁବିଧା ହେଇଗଲା। ଆଉ ଲୋକମାନେ ଆସୁଛନ୍ତି ଗାଡି ଘୋଡାର ରାସ୍ତା ଏତେ ଆଗରୁ ଯେତିକି ଥିଲା କିନ୍ତୁ ଏବେ ବହୁତ ସୁବିଧା ହେଇଯାଇଛି ସମସ୍ତଙ୍କ ପାଇଁ ତେଣୁ ଧନ୍ୟବାଦ। ଯାହା ହଉ ଭାଇଟି ଆମର ବଢିଆ ଦୋକାନ ଟି କରିଛନ୍ତି। ମୋର ଚ୍ୟାନେଲ ନିଶ୍ଚୟ ଆପଣ ଓଡିଆ ଟ୍ରାଭେଲର 001 ସର୍ଚ୍ଚ କଲେ ୟୁଟ୍ୟୁବ ରେ ବାହାରିବ ଓଡିଆ ଟ୍ରାଭେଲର 001 ଓଡିଆ ଟ୍ରାଭେଲର 001 ଲାଗିଥିବ ଆପଣ ମାନେ ମେନ୍ ଗେଟ ତା ପାଖରେ ସବୁ ସାନ ସାନ ଯୋଉ ଭୋଗ ଦୋକାନ ମାନେ ନଡିଆ କଦଳୀ ଧୂପ ଦୀପ ଏଗୁଡା ସବୁ ବିକୁଛନ୍ତି ଆଜି ବର୍ଷା ପାଗ ଟିକେ ଅଛି ତଥାପି କିଛି କିଛି ଲୋକ ସେ ବିକୁଛନ୍ତି ଆଉ କିନ୍ତୁ ଅନ୍ୟ ସମୟରେ ତୀର୍ଥ ଟାଇମ ରେ ବହୁତ ଗହଳି ଏଇଠି ହବ। ଏବଂ ଏତେ ଗହଳି ହବ ଯେ ୟା ଭିତରକୁ ମାନେ ଯିବା ବି ସମ୍ଭବ ହେଇପାରିବନି।
ବର୍ତ୍ତମାନ ୟା ଚାରିପଟରେ ଦେଖନ୍ତୁ କେତେ ସୁନ୍ଦର ଭ୍ୟୁ ଅଛି। ଆ ଭିତରେ ବହୁତ ମାନେ ଏଠି ଜଙ୍ଗଲ ସବୁ ଚାରିପଟରେ ପୁରା ଘଞ୍ଚ ଜଙ୍ଗଲ। ବହୁତ ମାନେ ଏଠି ବଡ ବଡ ଗଛ ସବୁ ଅଛି ଚାରିପଟରେ। ଏଠି ଅଛି ବର୍ତ୍ତମାନ ଆପଣ ମାନଙ୍କୁ ମୁଁ ବର୍ତ୍ତମାନ ନେଇଯାଉଛି ଗୋଟେ ଜାଗାକୁ। ଏଠି ଅଛି ପାରା ବେଡା ଗୁମ୍ଫା। ମାନେ ମୁଁ ଥରେ ବହୁତ ଦିନ ତଳେ ଆସିଥିଲି ଏ ସାବେରୀ ନଦୀର ଭିଉ। ତେଣୁ ଏଇ ନଦୀ ଟା ମାନେ ଗୁପ୍ତେଶ୍ୱର ଦେଇକି ପ୍ରବାହିତ ହେଇଛି। ଚାଲନ୍ତୁ ଆପଣ ମାନଙ୍କୁ ମୁଁ ନେଇଯିବି କୋଉଠିକି ନା ପାରା ବେଡା ଗୁମ୍ଫା ପାଖକୁ। ସେଠି ମୁଁ ମୋର ଭିଡିଓ ଏଣ୍ଡ କରିବି। ଚାଲନ୍ତୁ ଯିବା ପାରାବେଡା। ବର୍ତ୍ତମାନ ଚାଲନ୍ତୁ ସ୍ୱର୍ଗଦ୍ୱାର ଗୁମ୍ଫା ତ ଆପଣ ମାନଙ୍କୁ ଦେଖେଇଲି। ଏଠି ସ୍ୱର୍ଗଦ୍ୱାର ଗୁମ୍ଫା ଦେଖି ସାରିଲା ପରେ ବର୍ତ୍ତମାନ ଦେଖିବା କଣ ନା ପାରା ବେଡା ଗୁମ୍ଫା। ପାରାବେଡା ଗୁମ୍ଫାକୁ ଏଇ ଯୋଉ ରାସ୍ତାରେ ମୁଁ ଚାଲିଛି। ଏଟା ବର୍ତ୍ତମାନ ଖାଲ ଢିପ ଅଛି ରାସ୍ତା। ତେଣୁ ସତର୍କ ସହିତ ମୁଁ ଚାଲୁଛି କାହିଁକି ଗୋଡ ବାଜିଲେ ମୁଁ ଝୁଣ୍ଟି ପଡିବାର ସମ୍ଭାବନା ବି ବହୁତ ଅଛି। ଆଗରେ ଦେଖନ୍ତୁ କେତେ ବହୁତ ଘଞ୍ଚ ଜଙ୍ଗଲ ସେଠି ଅଛି। ଏଇ ପାରା ଗୁମ୍ଫାକୁ ଯିବା ପାଇଁ ଯୋଉ ରାସ୍ତାଟା ଅଛି ଆଗରେ ପୁରା ବିରାଟ ଘନ ପଥର ସବୁ ଖଣ୍ଡ ଖଣ୍ଡ ପଥର ସବୁ ରହିଛି। ପାହାଡ ବିରାଟ ପାହାଡ ତାପରେ ବହୁତ ବଡ ବଡ ଗଛ ସବୁ ଅଛି। ଇଏ ହଉଛି ଗୁପ୍ତେଶ୍ଵର ପୀଠର ଇଏ ହଉଛି ନେଚର। ଚାରିପଟେ ବହୁତ ସୁନ୍ଦର ନେଚର ଅଛି। ଏ ନେଚର ମାନେ ଏତେ ମାନେ ପୁରା ଆଟ୍ରାକ୍ଟିଭ ହେଇଛି ନେଚର। ବହୁତ ସୁନ୍ଦର ହେଇଛି। ମାନେ ବିରାଟ ବିରାଟ ଗଛ ସହିତ ସେ ପାହାଡର ପଥର ସବୁ ଯେମିତି ଫାଟିକି ସବୁ ରହିଛି। ମାନେ କେବେଠାରୁ କଣ ହେଇଛି ସେ ମାନେ ବର୍ଷା ପାଣି ପଡେଇକି ପ୍ରାକୃତିକ ମାନେ
ପ୍ରକ୍ରିୟା ଦ୍ଵାରା ସେ ପାହାଡ ସବୁ ଫାଟିକି ଖଣ୍ଡ ଖଣ୍ଡ ହେଇଯାଇଛି। ନେଚର ମାନେ ସୁନ୍ଦର ଏଇ ଯୋଉ ଭିଉଟା ଅଛି ବହୁତ ସୁନ୍ଦର ଲାଗୁଛି ଦେଖିବା ପାଇଁ। ଆଉ ୟା ଭିତରେ ସବୁ ଚଢେଇ ମାନେ କି କଣ ମାନେ କିଚିରି ମିଚିରି ସବୁ କରୁଛନ୍ତି ଚେଁ ଚେଁ ସାଉଣ୍ଡ କରୁଛନ୍ତି। ଏମିତି ଚାରିପଟ ହଉଛି ଏଇ ଜଙ୍ଗଲ ଭିତରେ ଦେଇକି ମୁଁ ଆସିଛି। ୟା ଭିତରୁ ପାହାଚ ହେଇଛି। ଇଏ ହଉଛି ପାରା ବେଢା ଗୁମ୍ଫାକୁ ଯୋଉ ରାସ୍ତା ଚାଲଛି ଚାଲନ୍ତୁ ଆପଣ ନେଇଯାଉଛି ପାରାବେଡା ଗୁମ୍ଫା ପାଖକୁ। ପାରାବେଡା ଗୁମ୍ଫା ପାଖକୁ ଯିବା ସହିତ ଆପଣ ମାନଙ୍କୁ ୟା ଚାରିପଟର ଭିଉ ମଧ୍ୟ ମୁଁ ଦେଖିବା ପାଇଁ ଚେଷ୍ଟା କରୁଛି। ଆଉ ଭିଡିଓଟି ଭଲ ଲାଗିଲା ନିଶ୍ଚୟ ଲାଇକ୍ କରିବେ ସବସ୍କ୍ରାଇବ କରିବାକୁ ଭୁଲିବେନି। ଆଉ ସାଙ୍ଗସାଥି ମାନଙ୍କ ସହିତ ସେୟାର କରିବାକୁ ନିଶ୍ଚୟ ସେୟାର କରିବେ। ଆଉ ସେୟାର କରିବାକୁ ଯୋଉ ଭୁଲିଯିବେ ତାହେଲେ ଏ ଭିଡିଓଟିର ଭ୍ୟାଲ୍ୟୁ କଣ ରହିବ। ଭିଡିଓଟି ଆପଣ ମାନଙ୍କ ପାଇଁ ମୁଁ ବନେଇଛି। ବହୁ କଷ୍ଟରେ ବନେଇଛି। ଆପଣ ମାନେ ଗୋଟେ ଜାଗାର ଆଉ ଗୋଟେ ପରିବେଶର ମାନେ ନମୁନା ଦେଖିବାକୁ ପାଇବେ। ପ୍ରକୃତରେ ଏଇ ପରିବେଶ କେମିତି ଅଛି ଯୋଉମାନେ ଗୁପ୍ତେଶ୍ୱର ଯୋଉ ଭାଇ ମାନେ ଆସିଛନ୍ତି ବା ଯୋଉ ଭଉଣୀ ମାନେ ଆସିଛନ୍ତି ଯୋଉ ଆସିଛନ୍ତି ସେମାନେ ନିଶ୍ଚୟ କିଛି ଦେଖିଥିବେ ଆଉ କିଛି ଦେଖିବାକୁ ପାଇନଥିବେ। ତେଣୁ ଆପଣ ମାନଙ୍କୁ ମୁଁ ସମ୍ପୂର୍ଣ୍ଣ ଦେଖିବା ପାଇଁ ଚେଷ୍ଟା କରୁଛି। ଏ ପାରା ବେଡା ଯୋଉ ଗୁମ୍ଫା ଅଛି ଏ ଗୁମ୍ଫା ଚାରିପଟରେ ଦେଖନ୍ତୁ ଦଳ ଗଡିଆ ସବୁ ଅଛି। ଆଉ ଏଠି ରାସ୍ତା ଅଛି ପାରାବେଡା ଗୁମ୍ଫାକୁ ଯିବା ପାଇଁ। ଆଗରେ ପାହାଡ ସବୁ ଖଣ୍ଡ ଖଣ୍ଡ ପାହାଡ ସବୁ ଏଇ ପାରା ଯାକ ସବୁ ଉଡିଗଲା। ସବୁ ଯାକ ପାରା ମାନେ ଏଠି ଉଡିଗଲା। ଚାଲନ୍ତୁ ଯିବା। ଏଇଟା ହଉଛି ବର୍ତ୍ତମାନ ପାରା ଭେଡା ଗୁମ୍ଫା। ଏଇଟା ହଉଛି ପାରା ବେଡା ଗୁମ୍ଫା। ଏ ଗୁମ୍ଫା ଭିତରେ କଣ ଅଛି ଦେଖିବା ପାଇଁ ଚେଷ୍ଟା କରିବି। ଉପର କେତେ ମାନେ ବିରାଟ ବିରାଟ ପଥର ଖଣ୍ଡ ସବୁ ମାନେ ଲାଖିକି ଯେମିତି ରହିଲା ଭଳିଆ ଅଛି। ବିରାଟ ବିରାଟ ପଥର ଖଣ୍ଡ ୟା ଭିତରେ ସବୁ ଫାଟିକି ରହିଛି। ଇଏ ହଉଛି ପାରା ବେଡା ଗୁମ୍ଫା। ୟା ଭିତରେ କଣ ଠାକୁର ଫାକୁର ସବୁ ଅଛନ୍ତି। ଯା ହଉ କିଛି ଜଣା ପଡୁନି ଏକଲା ଏକଲା ଆସିବା ବି ୟା ଭିତରେ ଠିକ ନାହିଁ। ଇଏ ହଉଛି ପାରାବେଡା ଗୁମ୍ଫା। ଆ ଭିତରେ ପୁରା ଅନ୍ଧାର ଅଛି ବାକି ଆଉ ଯାଇ ହବନି। ଇଏ ହଉଛି ପାରା ବେଡା ଗୁମ୍ଫା କୁହନ୍ତି। ଦର୍ଶକ ବନ୍ଧୁ ଆପଣଙ୍କୁ ଏଇ ଭିଡିଓଟି ନିଶ୍ଚୟ ଭଲ ଲାଗିଥିବ। ଆଉ ଇଏ ଯୋଉ ଜାଗା ଅଛି ବର୍ତ୍ତମାନ ପାରା ବେଡା ଯୋଉ ଗୁମ୍ଫା ଅଛି ତାଥିରେ ପାରା ମାନେ ବହୁତ ମାତ୍ରାରେ ପାରା ମାନେ ସବୁ ରୁହନ୍ତି। ପ୍ରବଳ ମାତ୍ରାରେ ପାରା ମାନେ ଏଠି ଆ ଭିତରେ ରହିଛନ୍ତି। ଏଇଟା ସୁନସାନ ଗୋଟେ ଗୁମ୍ଫା। ଆଉ ଇଏ ଗୁମ୍ଫା ଭିତରକୁ ମାନେ ଯିଏ ଜାଣିଛି ସେ ଯିବ ନହେଲେ ବାଟ ପାଇବନି। ୟା ଭିତରେ ଏତେ ମାନେ ଅନ୍ଧାର ଅନ୍ଧାର ଅଛି ତାର ବାଟ ଟା କୁଆଡେ ଅଛି କିଛି ଜଣା ପଡିବନି। ଏଠି ସୁନ୍ଦର ନେଚର ବି ଅଛି ବହୁତ ସୁନ୍ଦର ନେଚର ବି ଅଛି। ଆପଣଙ୍କୁ ଭିଡିଓଟି କେମିତି ଲାଗିଲା ନିଶ୍ଚୟ ମତାମତ ସହିତ ଲାଇକ୍ କରିବେ ଏବଂ କମେଣ୍ଟ ମାଧ୍ୟମରେ ଜଣେଇବେ। ଆଉ ଯଦି ମୋ ଚ୍ୟାନେଲ ସହିତ ବା ମୋ ଭିଡିଓ ସହିତ ଯୋଉମାନେ ନୂଆ ନୂଆ ଯୋଡି ହଉଛନ୍ତି ଆଉ ସେମାନେ ମୋ ଭିଡିଓକୁ ଲାଇକ୍ କରିବା ସହିତ ସବସ୍କ୍ରାଇବ କରିବାକୁ ଭୁଲିବେନି।